ଆମେରିକା ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର ଏଲପିଜି ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ ଏଲପିଜି ଅଭାବକୁ ଦୃଷ୍ଟିରେ ରଖି ସରକାର ଗ୍ୟାସ୍ ଯୋଗାଣ ପାଇଁ ଏକ ନୂତନ ଫର୍ମୁଲା ସ୍ଥାପନ କରିଛନ୍ତି। ସରକାର ଔଷଧ ଠାରୁ ଆରମ୍ଭ କରି ଇସ୍ପାତ ପର୍ଯ୍ୟନ୍ତ କାରଖାନାଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶିଳ୍ପ କ୍ଷେତ୍ର ପାଇଁ ବଲ୍କରେ ଏଲପିଜି ଯୋଗାଣ ପାଇଁ ନୂତନ ସର୍ତ୍ତାବଳୀ ସ୍ଥାପନ କରାଯାଇଛି। ରାଜ୍ୟଗୁଡ଼ିକୁ ପ୍ୟାକେଜ ହୋଇଥିବା ଅଣଘରୋଇ ଏଲପିଜିରେ 70% ପୂର୍ବରୁ ଆବଣ୍ଟିତ କରାଯାଇଛି। ଏଥିରେ ଯେଉଁ ରାଜ୍ୟଗୁଡ଼ିକ ପିଏନଜି ସମ୍ପର୍କିତ ନିର୍ଦ୍ଧାରିତ ସଂସ୍କାର ତଥା ପାଇପ୍ ପ୍ରାକୃତିକ ଗ୍ୟାସ୍ କାର୍ଯ୍ୟକାରୀ କରିବେ ସେମାନଙ୍କୁ 10% ଅତିରିକ୍ତ କୋଟା ଦିଆଯିବ। ଅର୍ଥାତ୍ ଯେଉଁ ରାଜ୍ୟଗୁଡ଼ିକ ପିଏନଜି ଭିତ୍ତିଭୂମିର ବିସ୍ତାର କରିବେ ସେମାନଙ୍କୁ ଅଧିକ ଗ୍ୟାସ୍ ମିଳିବ। ସରକାର ଔଷଧ, ଖାଦ୍ୟ, ପଲିମର, କୃଷି, ପ୍ୟାକେଜିଂ, ରଙ୍ଗ, ୟୁରାନିୟମ, ଭାରୀ ଜଳ, ଇସ୍ପାତ, ବିହନ, ଧାତୁ, ମାଟି ଶିଳ୍ପ, ଫାଉଣ୍ଡିଂ, ଫ୍ଲୋରିଂ ଏବଂ କାଚ ଭଳି କ୍ଷେତ୍ରଗୁଡ଼ିକୁ ବଲ୍କ ଏଲପିଜି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି ସମଗ୍ର କ୍ଷେତ୍ର ପାଇଁ ସାମଗ୍ରିକ ସୀମା ହେଉଛି ପ୍ରତିଦିନ 0.2 TAMT। ଯେଉଁ କାରଖାନାଗୁଡ଼ିକ ପ୍ରାକୃତିକ ଗ୍ୟାସ୍ ସହିତ ଏଲପିଜିକୁ ବଦଳାଇ ପାରିବେ ନାହିଁ ସେମାନେ ପ୍ରଥମେ ଏଲପିଜି ପାଇବେ। ଶିଳ୍ପଗୁଡ଼ିକୁ ମଧ୍ୟ ଓଏମସି ତେଲ କମ୍ପାନୀ ସହିତ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ପିଏନଜି ସଂଯୋଗ ପାଇଁ ସିଜିଡି କମ୍ପାନୀଗୁଡ଼ିକରେ ଆବେଦନ କରିବାକୁ ପଡ଼ିବ। ତଥାପି ଯେଉଁଠାରେ ଏଲପିଜି ଉତ୍ପାଦନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦନ ଏବଂ ଏହାକୁ ଗ୍ୟାସ୍ ସହିତ ବଦଳାଇ ପାରିବେ ନାହିଁ ସେଠାରେ ପିଏନଜି ଆବେଦନର ଆବଶ୍ୟକତା ଛାଡ଼ କରାଯାଇଛି। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ 3ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ କହିଛନ୍ତି।